ତାହା ଏବେ ସୁରକ୍ଷିତ। ରିସେଣ୍ଟଲି ଅନେକ ଗୁଡ଼େ ଭଲ ଭଲ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି, କିନ୍ତୁ ମୁଁ ଆପଣଙ୍କୁ ଆଜିର ଏ ଭିଡ଼ିଓରେ ଏମିତି ଗୋଟେ ଭଲ ଆଉ ଗୋଟେ ବଢ଼ିଆ ଓଡ଼ିଆ ଫିଲ୍ମ ସମ୍ପର୍କରେ କହିବି, ଯେଉଁ ଫିଲ୍ମର କାମକୁ ଦେଖିଲେ ଆପଣ ନିହାତି ଜଣେ ଓଡ଼ିଆ ହିସାବରେ ପ୍ରଶଂସା ହିଁ କରିବେ। ଫିଲ୍ମର ସୁଟିଂକୁ ବହୁତ ଦିନ ଆଗରୁ କରିଦିଆଯାଇଥିଲା। ୟାରି ଭିତରେ କିଛିଟା ଛୋଟ ମୋଟ କ୍ଲିପ୍ସ ମଧ୍ୟ ଦେଖିବାକୁ ମିଳିଥିଲା, କିନ୍ତୁ ତାଠାରୁ ବେଶୀ ଭଲ ଲାଗିଛି ଏଥର ସଂକ୍ରାନ୍ତି ବା 14 ତାରିଖରେ ଫିଲ୍ମର ଯେଉଁ ଟିଜରଟିକୁ ରିଲିଜ୍ କରାଯାଇଛି, ସତରେ ସେ ଟିଜରଟି ପ୍ରଶଂସାର ଯୋଗ୍ୟ। ମୁଁ ଏଇଥିପାଇଁ କହୁଛି କାହିଁକି ନା ଗୋଟେ ଓଡ଼ିଆ ଫିଲ୍ମ ହିସାବରେ ଯେମିତି ହେବା କଥା ସେହି ହିସାବରେ ସେ ଟିଜରଟି ଭଲ ହେଇଛି। ଭିଡ଼ିଓରେ ଆଗକୁ ବଢ଼ିବା ମୁଁ ଆପଣଙ୍କୁ ଜଣାଇବାକୁ ଚାହିଁବି, ଆଜିର ଏ ଭିଡ଼ିଓରେ ଆମେ ଦୁଇଟି ଓଡ଼ିଆ ଫିଲ୍ମ ସମ୍ପର୍କରେ କଥା ହେବା। ପ୍ରଥମଟି ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ସାର୍ ଏବଂ ତାଙ୍କ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ ପୁରୁଣା କଳାକାର ଥିଲାବେଳେ ଆଉ ଗୋଟେ ଫିଲ୍ମଟି ହେଉଛି ଅମ୍ଳାନ ଭାଇଙ୍କର। ଯେହେତୁ ଦୁଇଟି ଯାକ ଫିଲ୍ମ ଆସନ୍ତା ରଜରେ ରିଲିଜ୍ ହେବ ବୋଲି ଆନାଉନ୍ସ କରାଯାଇଛି, ସେଥିପାଇଁ ଏ ଦୁଇଟି ଫିଲ୍ମକୁ ମୁଁ ଗୋଟିଏ ଭିଡ଼ିଓରେ କଭର କରୁଛି। ପ୍ରଥମେ ତ ଆପଣମାନେ କମେଣ୍ଟ କରି ଜଣାନ୍ତୁ, ମିଲେଟ୍ ଡାଏରୀ ଓଡ଼ିଆ ଫିଲ୍ମର ଟିଜରକୁ କେତେ ଜଣ ଦେଖିଛନ୍ତି? ଯଦି ଆପଣ ଦେଖିଛନ୍ତି ଆପଣଙ୍କୁ କେମିତି ଲାଗିଛି କମେଣ୍ଟ ବକ୍ସରେ ନିହାତି ଲେଖି ଜଣାନ୍ତୁ। ମିଲେଟ୍ ଡାଏରୀ ଫିଲ୍ମରେ ଯଦିଓ ସେଟଅପ୍ କରାଯାଇନି, ମୋତେ ଯାହା ଲାଗୁଛି ହୁଏତ ଭିଏଫଏକ୍ସ ହେଇଥିବ କିମ୍ବା ସେମାନେ ଅରିଜିନାଲ ଲୋକେସନକୁ ଯାଇକି, ଯେମିତିକି ରାମୋଜୀ ଫିଲ୍ମ ସିଟି ଅଛି ସେଇଭଳିଆ କିଛିଟା ଲୋକେସନକୁ ଯାଇ ଯଦି ସୁଟିଂ କରିଥାନ୍ତି, ଡିଟେଲିଂ ଭଲ ଅଛି, ଯଦି ଭିଏଫଏକ୍ସ କରିଥାନ୍ତି ଡିଟେଲିଂ ଭଲ ଅଛି, ଯଦି ଭିଏଫଏକ୍ସ କରିନଥାନ୍ତି ଅରିଜିନାଲ ଲୋକେସନକୁ ଯାଇ ସୁଟିଂ କରିଥାନ୍ତି, ତେବେ ବଢ଼ିଆ ଲାଗୁଛି। ସିଦ୍ଧାନ୍ତ ମହାପାତ୍ର ସାର୍ ଯେଉଁ ଅଛନ୍ତି, ପୂର୍ବରୁ ଆମେ ଯେମିତି ନବକଳେବର ଦେଖିଥିଲେ ଡିଟୋ ସେଇ ଗେଟଅପ୍ରେ ଏଥିରେ ନଜର ଆସୁଛନ୍ତି, କିନ୍ତୁ କଥା ହେଉଛି ମାଣ୍ଡିଆ ସେ କେମିତି ଷ୍ଟାର୍ଟିଂ ହେଇଥିଲା, ତାର କେମିତି କ'ଣ ସବୁ ଉପଯୋଗିତା ରହିଛି ସେ ସବୁକୁ ନେଇକି ଫିଲ୍ମରେ ଦେଖାଯିବ। କିନ୍ତୁ ଏଥିରେ କ'ଣ ହେଇଛି ନା, ଏଥିରେ ପୁରାଣକୁ ଦେଖାଯାଇଛି, ତା ସହିତ ମାଣ୍ଡିଆର ସମ୍ପର୍କରେ ମୋତେ ଦେଖାଯାଉଛି, ଯେଉଁଟାକି ଗୋଟେ ଓଡ଼ିଆ ଫିଲ୍ମ ହିସାବରେ ବହୁତ ଭଲ ସେମାନେ କରିଛନ୍ତି। ଯଦି ବା ଆଗରୁ ଏଇଭଳି ସିନେମା ନିର୍ମାଣ ହୋଇଥିବ, କିନ୍ତୁ এই ଫିଲ୍ମର କାମ ଟିକେ ଭଲ ଲାଗୁଛି, ଆପଣ ଦେଖିଲା ପରେ ନିହାତି କହିବେ। ତାପରେ ଆଉ ଗୋଟେ କଥା ହେଉଛି, ଦେଖିବେ ରଜ ଯେହେତୁ ଅଛି ଆହୁରି 5-6 ମାସ ରହିଲାଣି, ସେମାନେ ଏତେ ଦିନ ଆଗରୁ ରିଲିଜ୍ ଡେଟ୍କୁ ଆନାଉନ୍ସ କରୁଛନ୍ତି। ଆମ ଓଡ଼ିଶାରେ ନର୍ମାଲି କ'ଣ ହୁଏ, ରଜ ଆସୁଛି 3-4 ମାସ ଆଗରୁ କିମ୍ବା ଏଇ ଜାନୁଆରୀ ମାସରେ ସେମାନେ ସୁଟିଂ ଷ୍ଟାର୍ଟ କରନ୍ତି, ଆଉ 3-4 ଦିନ ଆଗରୁ ସେନ୍ସର ହେବ, ଫିଲ୍ମଟି ରିଲିଜ୍ ହେବ। ସେମାନେ ପୁରା ପ୍ରିପେୟାର ହେଇକି ଆସୁଛନ୍ତି। ଯଦି ଆଗକୁ ଏମିତି ଫିଲ୍ମର କିଛିଟା ଅଫିସିଆଲ ରିଲିଜ୍ କରନ୍ତି ବେଶୀ ଭଲ ଲାଗେ, ଆଉ ଫିଲ୍ମଟି ରିଲିଜ୍ ହେଲା ପରେ ଯଦି ବେଶୀ ଭଲ ଲାଗେ, ନିହାତି ୟାରି ଭିତରେ ଦେଖିବେ ମୁଁ ବହୁତ ଗୁଡ଼ାଏ ଫିଲ୍ମକୁ ଟିକେ ଭିଡ଼ିଓ କରିଦେବି। ତା ସହିତ ୟାରି ଭିତରେ ମଧ୍ୟ ବହୁତ ଗୁଡ଼ାଏ ଫିଲ୍ମର ଆନାଉନ୍ସମେଣ୍ଟ ହୋଇଛି। ଯଦି ବା ସେସବୁ କାମ ବଢ଼ିଆ ଲାଗିଛି, ମୁଁ ତାକୁ ଧୀରେ ଧୀରେ ଅଲଗା ଭିଡ଼ିଓରେ ସବୁ କଭର କରିବି। କିନ୍ତୁ ଆସନ୍ତୁ ଆମେ କଥା ହେବା ଅମ୍ଳାନ ଭାଇଙ୍କ ଫିଲ୍ମ ଉପରେ। ଦେଖନ୍ତୁ, ଫିଲ୍ମର ଟାଇଟଲ କିଛି ବି ଆନାଉନ୍ସମେଣ୍ଟ ହୋଇନି। ନିର୍ବାସ ଗୋଟେ ପୋଷ୍ଟ ସେମାନେ କରିଛନ୍ତି ଯେ ଟାଇଟଲ ରିଭିଲିଂ ହେଉଛି ଶୁଣ ବୋଲି। ସେଥିରେ ଯାହା ଯେତିକି ପୋଷ୍ଟ ଜଣାପଡ଼ିଛି, ଅମ୍ଳାନ ଭାଇ ନଜର ଆସିବେ, ତାଙ୍କ ସହିତ ଏଲିନା ସାମନ୍ତରାୟ ଏବଂ ସୁପ୍ରିୟା ମଧ୍ୟ ନଜର ଆସିବେ। ଏଇଟା ଗୋଟେ କିଛି ଗୋଟେ ମାଇଣ୍ଡ ଗେମ୍ ଟାଇପ୍ର ବୋଧେ ଖେଳ ହେବ କିମ୍ବା ଫିଲ୍ମ ଗୋଟେ ହେବାକୁ ଯାଉଛି, କାହିଁକିନା ଯେହେତୁ ସେମାନେ ଚେସ୍ ଫେସ୍କୁ ଦେଖେଇଛନ୍ତି ସେଇ ପୋଷ୍ଟରରେ, ତ ସେଇ ଟାଇପ୍ର କିଛି ହେଇପାରିବ। ଅମ୍ଳାନ ଭାଇଙ୍କ ଫ୍ୟାନ୍ ମାନେ ବହୁତ ଏକ୍ସାଇଟେଡ୍ ଅଛନ୍ତି। ସେମାନେ ତ ବହୁତ ଗୋଟେ ନାଁକୁ ସେମାନେ ସଜେସନ୍ କରୁଛନ୍ତି, ଭାଇ ଏଇ ନାଁଟି ହେଇଥିବ, ଆମକୁ ଲାଗୁଛି ନା ଆମେ ବହୁତ ଜାଗାରେ ଶୁଣୁଛୁ, ଏମିତି ସବୁ କହୁଛନ୍ତି। କଥା ହେଉଛି କ'ଣ, ଯେହେତୁ ଆମେ ଅଫିସିଆଲି ଜାଣିନେ ଫିଲ୍ମର ଟାଇଟଲଟି କ'ଣ ଅଛି, ତ ସେଥିପାଇଁ এই ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଠିକ୍ ହେବ ନାହିଁ। କିନ୍ତୁ ମୋତେ ଯାହା ଲାଗୁଛି, ବହୁତ ଦିନ ପରେ ଯେହେତୁ ଅମ୍ଳାନ ଭାଇ ଆସୁଛନ୍ତି, ମାଲ୍ୟଗିରି ବୋଧେ ତାଙ୍କ ଲାଷ୍ଟ ଫିଲ୍ମ ଥିଲା, ଏଇ ଫିଲ୍ମରେ ବହୁତ କିଛି ତାଙ୍କ ଫ୍ୟାନ୍ସ ମାନେ ଆଶା କରିପାରନ୍ତି। କାହିଁକି ନା ପୂର୍ବ ଅପେକ୍ଷା ଅମ୍ଳାନ ଭାଇ ବର୍ତ୍ତମାନ ଭଲ ଭଲ ଫିଲ୍ମରେ କାମ କରିବାକୁ ପସନ୍ଦ କରୁଛନ୍ତି। ଆମେ ଦେଖି ସାରିଲେଣି ତାଙ୍କ କାମ ରିସେଣ୍ଟଲି ଗୁପଚୁପରେ ଦେଖିଛେ, ମାଲ୍ୟଗିରିରେ ଦେଖିଛେ, ଏଇଭଳି କିଛିଟା ଫିଲ୍ମରେ ଆମେ ଦେଖି ସାରିଲେଣି। ତ ପୋଷ୍ଟରଟି ସୋସିଆଲ ମିଡ଼ିଆରେ ସେୟାର କରିବା ପୂର୍ବରୁ ଅଫିସିଆଲି ସେମାନେ ସୋସିଆଲ ମିଡ଼ିଆରେ କିଛିଟା କଥା ବି ହୋଇଥିଲେ, ମାନେ ସେ ରଜରେ ଆସିବେ ଘୋଘା କରିବେ ବୋଲି, ମାନେ ସେଇଭଳି ଧରଣର ସେମାନେ କିଛି ଡିସ୍କସନ୍ କରିଛନ୍ତି। ବୋଧେ ସେଇଭଳିଆ ଟାଇପ୍ର ଫିଲ୍ମ ହେଉଛି, ଯେଉଁଥିପାଇଁ ସେମାନେ ମଧ୍ୟ ଏକ୍ସାଇଟେଡ୍ ଅଛନ୍ତି। ଦେଖାଯାଉ, ବର୍ତ୍ତମାନ ତ କେବଳ ପ୍ରମୋସନ୍ ପାଇଁ ଗୋଟେ ଛୋଟିଆ ପୋଷ୍ଟ କରାଯାଇଛି। ଆଗକୁ କ'ଣ କେମିତି କାମର ମେକିଂ ଷ୍ଟାର୍ଟ ହେଲା ପରେ ଜଣାପଡ଼ିବ, ଧୀରେ ଧୀରେ କ'ଣ କେମିତି ଫିଲ୍ମର ଆଗକୁ ରହୁଛି ଜଣାପଡ଼ିବ। ସେ ଅନୁସାରେ ଆମେ ଭିଡ଼ିଓ କରି ଚାଲିବା। ଯଦି ଆପଣ ଅମ୍ଳାନ ଭାଇଙ୍କ ଫ୍ୟାନ୍ସ, ତେବେ ଆପଣ ଅମ୍ଳାନ ଭାଇଙ୍କ ଏହି ଫିଲ୍ମକୁ ନେଇ କେତେ ଏକ୍ସାଇଟେଡ୍ ଅଛନ୍ତି, ତା ସହିତ ମିଲେଟ୍ ଡାଏରୀ ସମ୍ପର୍କରେ ଆପଣ କ'ଣ କହିବେ? ଶେଷରେ ଆପଣଙ୍କ ବହୁମୂଲ୍ୟ ସମୟ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବାହାଘର, ଜନ୍ମଦିନ, ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ କିମ୍ବା ନିଜ ବନ୍ଧୁଙ୍କୁ ନହେଲେ ନିଜ ମାତାପିତା କିମ୍ବା ପରିବାରର କୌଣସି ଲୋକଙ୍କୁ ଯଦି ଆପଣ ହାତ ତିଆରି ଚିତ୍ର ଉପହାର ସ୍ୱରୂପ ଦେବା ପାଇଁ ଚାହାନ୍ତି, ତେବେ ତଳେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ମେସେଜ କରନ୍ତୁ।